ओम शांति। अविनाशी सृष्टि नाटकर रचयिता जन्म मरण चक्र ठारू ऊर्ध्वरे रहिला वाला निराकार अविनाशी परमात्मांकर श्रेष्ठ अविनाशी ज्ञान द्वारा अविनाशी राज्य प्राप्त करुथिबा अविनाशी आत्मा मानंकु एई कल्याणकारी पुरुषोत्तम संगम जुगर कल्याणकारी बेलारे अंतरर सहित शुभेच्छा शुभ अभिनंदन सुप्रभात सुस्वागतम। आत्मा अमर अविनाशी यह समस्ते जानी सुद्धा प्रत्येक मुहूर्तरे मृत्युर भयरे भयभीत आतंकित होई रहुछन्ति। केही केही कहउछन्ति ज्योति ज्योतिरे मिशी जाए अर्थात आत्मा ब्रह्मरे जाई लीन होई जाए। जदि यह वास्तव तेबे आत्मा अविनाशी हेला किपरि? यह सृष्टि नाटकर मध्य परिपंथी। ज्योति ज्योतिरे लीन केबे मध्य हेई परिबो नाही। आत्मा जन्म मरण चक्र रे आसी अभिनय करिबा यह सृष्टि नाटकर अटल नियम। आत्मा अविनाशी सेथिपाई एहार स्मृति रे केही जदि शरीर छाड़िले अखंड दीप जलिबार प्रथा बा परंपरा रहिछि। हाँ, आत्मार ज्योति कम बा बेसी होई थाए कर्मर प्रभावरु। द्वापर जुगरु आत्मा निजर वास्तव स्वरूप को भूली जाई पांच विकार रूपी माया रावणर वशवर्ती होई निजर शक्ति को हरेई तेजहीन दीप भली सहारा खोजी चलीछि। जेतेबेले ज्ञान सूर्य परमात्मा आसी ज्ञान रूपक घृत देउछन्ति सेतेबेले आत्मा दीपकर ज्योति जाग्रत हेबारे लागुछि। जहार स्मृति को आज परंपरा रूपे पालन करा जाउछि दीपावली महोत्सव रूपरे। दशहरा अर्थात नारीर पांच विकार एवं पुरुषर पांच विकार एही दश विकार रूपी रावण को हरेई बा परास्त कला परे बा दशहरा परे दीपावली पर्व पालित होई चलिछि घरे घरे। जेतेबेले एई धरा पृष्ठ संपूर्ण रूपे विकार शून्य बा माया शून्य होई जीव सेतेबेले प्रत्येक आत्मा सहित सारा तत्व मध्य पवित्र सतोप्रधान होई पवित्रतार ज्योति बा किरण चारिआडे विच्छुरित होई चलिब। सर्वगुण संपन्न 16 कला संपूर्ण संपूर्ण निर्विकारी अहिंसा परम धर्म मर्यादा पुरुषोत्तम होई सर्व आत्मा सर्व सुख शांति आनंद भोग करि चलिब। जहाकु कुहा जाए सत्ययुगी स्वर्ग राज्य, जेउठारे आत्मा दीपक सर्वदा जाग्रत होई तेजियान होई प्रकृति को मध्य निज अधीन रे परिचालित करिब। पांच प्रकृति दासी होई सर्व आत्मांकर सेवारे सर्वदा तत्पर रहिबे। आत्मा रूपक दीपकरे ज्ञान रूपक घृत को जेते जेते भरी चलिबा पवित्रता रूपक ज्योति सारा विश्व को अज्ञान अंधकारु मुक्त करी सुंदर सुखमय आलोकपूर्ण दुनिया बा सत्ययुगी स्वर्ग दुनिया रे
ପରିବର୍ତ୍ତନ କରି ଚାଲିବ। ସେଥିପାଇଁ ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ କଲ୍ୟାଣକାରୀ ପିତା ନିରାକାର ପରମାତ୍ମା ଶିବ ବାବା କହୁଛନ୍ତି, ହେ ମୋର ମଧୁର ଆତ୍ମିକ ସନ୍ତାନଗଣ, ଅମୃତ ବେଳା ବା ବ୍ରାହ୍ମ ମୁହୂର୍ତ୍ତରେ ଉଠି ଶିବ ବାବାଙ୍କ ସ୍ମୃତିରେ ବା ୟାଦ ରୂପକ ଘୃତ ଢାଳି ଚାଲ। ତେବେ ଆତ୍ମା ରୂପକ ଜ୍ୟୋତି ସର୍ବଦା ଜାଗ୍ରତ ହୋଇ ରହିବ। ବିଧାତା ବରଦାତାଙ୍କର ସନ୍ତାନ ହିସାବରେ ବରଦାନୀ ଶକ୍ତି ମଧ୍ୟ ଜାଗ୍ରତ ହୋଇଯିବ। ଭକ୍ତିରେ କହୁଛନ୍ତି କି, ହେ ଭଗବାନ, ମୋର ପିଲା, ମୋର ବନ୍ଧୁ ସମ୍ବନ୍ଧୀମାନଙ୍କର ବୁଦ୍ଧିକୁ ଖୋଲି ଦିଅ, ଭଲ ବୁଦ୍ଧି ଦିଅ। ହେଲେ ଶିବ ବାବା କହୁଛନ୍ତି, ଏ କାର୍ଯ୍ୟ ମୋର ନୁହେଁ, ଏହା ତ ତୁମ ବରଦାନୀ ସନ୍ତାନମାନଙ୍କର କାର୍ଯ୍ୟ ଅଟେ। ମୁଁ ଯେଉଁ ସତ୍ୟ ଜ୍ଞାନ ତୁମକୁ ପ୍ରଦାନ କରିଛି, ଯଦ୍ୱାରା ତୁମର ବୁଦ୍ଧିର ତାଲା ଖୋଲି ଯାଇଛି, ତୁମେମାନେ ମଧ୍ୟ ସେହି ଜ୍ଞାନକୁ ଅନ୍ୟମାନଙ୍କୁ ପ୍ରଦାନ କରି ସେମାନଙ୍କର ବୁଦ୍ଧିର ତାଲାକୁ ଖୋଲିବାର କାର୍ଯ୍ୟ କରି ସେମାନଙ୍କୁ ମଧ୍ୟ ସତ୍ୟଯୋଗୀ ସ୍ୱର୍ଗ ଦୁନିଆକୁ ଯିବାର ଯୋଗ୍ୟ କର। ଅର୍ଥାତ୍ ସମସ୍ତଙ୍କୁ ମୁକ୍ତି ଏବଂ ଜୀବନ ମୁକ୍ତିର ରାସ୍ତା ବତାଅ। ଗୀତରେ ଅଛି ନା, ଜାଗ ସଜନିଆ ଜାଗ, ତେରେ ସୁଖ କେ ଦିନ ଆୟା କି ଆୟା। ଏହା ବର୍ତ୍ତମାନର ଗାୟନ। ଏହି ଅଜ୍ଞାନ ଅନ୍ଧକାର ରୂପକ ରାତ୍ରିକୁ ଜ୍ଞାନାଲୋକ ଦ୍ୱାରା ଦୂର କର, ଜାଗ୍ରତ ହୁଅ। କାରଣ ଏବେ ଏହି ଦୁଃଖଦାୟୀ ପୁରୁଣା ଦୁନିଆ ସମାପ୍ତ ହୋଇ ତୁମର ସୁଖର ଦିନ ବା ସୁଖ ଦୁନିଆ ଆସୁଛି। ଆଉ ଅଜ୍ଞାନ ଅନ୍ଧକାରରେ ଆଳସ୍ୟ ପଣିହାର ନିଦରେ ଶୋଇ ରୁହ ନାହିଁ। ଆତ୍ମା ରୂପକ ସଜନୀମାନେ ବର୍ତ୍ତମାନ ଜାଗ୍ରତ ହେଇଯାଅ। ସାରା ବିଶ୍ୱର ସ୍ୱାମୀ ଆସିଛନ୍ତି ମୂଳ ଘର ବ୍ରହ୍ମଲୋକକୁ ନେଇଯିବା ପାଇଁ। ଦିବ୍ୟ ଗୁଣ, ଦିବ୍ୟ ସଂସ୍କାର ରୂପକ ଅଳଙ୍କାରରେ ସଜେଇ ହେଇଯାଅ। ସେଥିପାଇଁ ବୁଦ୍ଧି ଯୋଗକୁ ପରମାତ୍ମାଙ୍କ ସହିତ ଲଗେଇ ରଖିବାର ବା ଯୋଗର ଅଭ୍ୟାସକୁ ବଢ଼େଇବାକୁ ହେବ। ଏହି ଯୋଗର ଯାତ୍ରାରେ କେବେ ଥକିଯିବାର ନାହିଁ। ଚାଲିବା, ବୁଲିବା, କର୍ମ କରିବା ଆଦି ସବୁ ସମୟରେ ଶିବ ବାବାଙ୍କର ସ୍ମୃତିରେ ରହି କରିବାର ଅଛି। ଭୋଜନ ପ୍ରସ୍ତୁତ କରିବା ଏବଂ ଖାଇବା ସମୟରେ ମଧ୍ୟ ଶିବ ବାବାଙ୍କର ସ୍ମୃତିରେ ରହି କରିବା ଆବଶ୍ୟକ। ବୁଦ୍ଧି ଦ୍ୱାରା ସାରା ଦୁନିଆର ସନ୍ନ୍ୟାସ କରିବା ଦରକାର, ଅର୍ଥାତ୍ ନିମିତ୍ତ ହୋଇ ସବୁ କିଛି କରିବା ଦରକାର। କାରଣ ଏହା ବର୍ତ୍ତମାନ ସମାପ୍ତ ହେବାକୁ ଯାଉଛି। ବାବାଙ୍କ ଦ୍ୱାରା ଯେଉଁ ମହାମନ୍ତ୍ର ମିଳିଛି ମନ୍ମନାଭବର, ଅର୍ଥାତ୍ ହାତରେ କାମ କର କିନ୍ତୁ ବୁଦ୍ଧି ଦ୍ୱାରା ବା ମନେ ମନେ ନିରାକାର ପରମାତ୍ମାଙ୍କୁ ସ୍ମରଣ କରିଚାଲ, ତାହାକୁ ଅନ୍ୟମାନଙ୍କୁ ମଧ୍ୟ ପ୍ରଦାନ କରିଚାଲ। ଏହି ଶିକ୍ଷା ସମସ୍ତଙ୍କୁ ଦେଇ ଚାଲ। ଶିବ ବାବା କହୁଛନ୍ତି, ପ୍ରତି ପାଦରେ, ପ୍ରତି ମୁହୂର୍ତ୍ତରେ ଶ୍ରୀମତ ଅନୁସାରେ ଯଥାର୍ଥ ରୂପରେ ଚାଲୁଥିବା ସଚ୍ଚୋଟ ତଥା ବିଶ୍ୱସ୍ତ ଆତ୍ମା ହୁଅ। କାରଣ ଦ୍ୱାପର ଯୁଗରୁ ମନମତ ଦ୍ୱାରା ବା ମାୟାର ମତ ଦ୍ୱାରା କର୍ମ କରି କରି ଅବସ୍ଥା ଏକଦମ ରସାତଳଗାମୀ ହୋଇଯାଇଛି। ଏବେ ସ୍ୱୟଂ ପରମାତ୍ମାଙ୍କର ସନ୍ତାନ ହୋଇସାରିବା ପରେ କେବଳ ସେହି ସର୍ବଶକ୍ତିମାନ ପିତାଙ୍କର ଶ୍ରୀମତ ଅନୁସାରେ କାର୍ଯ୍ୟ କରି
ଶ୍ରେଷ୍ଠ ଦୁନିଆରେ ଶ୍ରେଷ୍ଠ ପଦର ଅଧିକାରୀ ହେବା ଆବଶ୍ୟକ, ଯାହା ଏହି ସଙ୍ଗମ ଯୁଗୀ ବ୍ରହ୍ମାବଶ୍ୟ ବ୍ରାହ୍ମଣମାନଙ୍କର ଜନ୍ମସିଦ୍ଧ ଅଧିକାର ଅଟେ। ସଚ୍ଚୋଟ ଆତ୍ମାମାନେ ଶାନ୍ତିର ଶକ୍ତି ଦ୍ୱାରା ସର୍ବଦା ଏବଂ ସ୍ୱତଃ ହିଁ ଚାଲିଥାନ୍ତି। ଯେଉଁଠାରେ ଚିନ୍ତା ଅଛି ସେଠାରେ ଶାନ୍ତି ରହିପାରିବ ନାହିଁ। ତେଣୁ ସର୍ବଚିନ୍ତା ଚିନ୍ତାମଣିଙ୍କୁ ଦେଇ ଦେଇ ନିଶ୍ଚିନ୍ତରେ ଶାନ୍ତିର ସାଗର ଶିବ ବାବାଙ୍କ ଚିନ୍ତାରେ ରୁହ, ତେବେ ନିରନ୍ତର ଶାନ୍ତିର ଅନୁଭବ କରିଚାଲିବ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।